ପିଲାମାନେ ଆଗେଇ ଚାଲନ୍ତୁ ଏବଂ ଯେତେ ବାଧା ଆସୁଛି ସବୁ ବାଧାକୁ ପଛରେ ପକାଇ ଦେଇ ସେ କିପରି ବଡ଼ ହେବେ ଏବଂ ଦେଶ ଦୁନିଆର ନାଁ ରଖିବେ, ଏହା ହିଁ ଥିଲା ମୋର ଆଜି ତାଙ୍କ ପ୍ରତି। ଆଜି ପ୍ରଥମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି, କ'ଣ କହିବେ ସ୍କୁଲ ବିଷୟରେ, ଏମିତି ପାଇଁ କ'ଣ କହିବେ? ନିଶ୍ଚିତ ପ୍ରଥମ ଗୋଟେ ବର୍ଷକର ଛୁଆ ତା ଆଗରେ ବହୁତ ଗୁଡ଼େ ସମୟ ଅଛି ଏବଂ ସେ ବହୁତ ଗୁଡ଼ିଏ ସମୟକୁ ଆଖି ଆଗରେ ରଖି ଯଦି ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିକିରି କାର୍ଯ୍ୟ କରାଯିବ ତାହେଲେ ନିଶ୍ଚିତ ରୂପରେ ଏ ଅନୁଷ୍ଠାନ ଆଗେଇ ଚାଲିବ। ଯୋଜନାବଦ୍ଧ କାର୍ଯ୍ୟଟା ହିଁ ସକ୍ସେସଫୁଲ୍ ଆଣିଦିଏ। ଆଉ ଯୋଜନାବଦ୍ଧ ଯେଉଁ କାର୍ଯ୍ୟ ହୁଏନି, ଯୋଜନା ସହିତ ଯେଉଁ କାର୍ଯ୍ୟର ସମ୍ପର୍କ ନାହିଁ, ସେଇ କ'ଣ କାର୍ଯ୍ୟକୁ ଲେଖା। ତେଣୁ ମୁଁ ସେଇ ଅନୁସାରେ ପିଲାମାନେ ତ ଆଜିର ମାଟି କଣ୍ଢେଇ ଭଳି, ତାଙ୍କୁ ଆମେ ଯେମିତି ରଙ୍ଗେଇ ଦେବା, ଯେମିତି କଲର୍ କରିବା, ସେ ସେମିତି କଲର୍ରେ ଆସିବେ। ତାଙ୍କୁ ହଳଦିଆ କଲେ ହଳଦିଆ ଦିଶିବେ, ନାଲିଆ କଲେ ନାଲିଆ ଦିଶିବେ, କଳା କଲେ କଳା ବି ଦିଶିବେ। ତେଣୁ ହେ କଳାକାର ଶିକ୍ଷକ ବୃନ୍ଦ, ତୁମମାନେ ଏଇ ପିଲାମାନଙ୍କୁ ନେଇ ଯେଉଁ ଅନୁଷ୍ଠାନ ଗଢ଼ିଛ ବା ଗଢ଼ିବ ବୋଲି ଚାହିଁଛ, ତୁମେ ଏମାନଙ୍କୁ ଏପରି ଗଢ଼ି ଦିଅ ଯେମିତିକି ଏ ଦୁନିଆ ତାଙ୍କ ପାଇଁ ମନେ ରଖିବ। ମୁଁ ରବୀନ୍ଦ୍ର ସ୍ୱାଇଁ ଷଡ଼ାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ରୂପେ କାର୍ଯ୍ୟ କରୁଛି 2012 ମସିହାରୁ। ଆଉ ଆଜି ବାଗଦେବୀ ସରସ ଶିଶୁ ବିଦ୍ୟା ମନ୍ଦିରରେ ମୁଁ ଜଣେ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲି। ତେଣୁ ସେଥିପାଇଁ ଅନୁଷ୍ଠାନ ଧନ୍ୟବାଦ ଜ୍ଞାପନ କରୁଛି। ଆଉ ଏଠି ଯେଉଁ କଥା ଆଲୋଚନା ହେଉଥିଲା, ସମସ୍ତେ ବକ୍ତାମାନେ ମଧ୍ୟ ସେଇ କଥା କହୁଥିଲେ ଯେ କିଭଳି ଭାବରେ ପିଲାମାନଙ୍କର ଶାରୀରିକ ଆଉ ବୌଦ୍ଧିକ ଏବଂ ବିକାଶ ଘଟୁ, ସ୍କୁଲ ଆଗକୁ ବଢ଼ୁ, ଯେଉଁ ପିଲାମାନେ ଏଠୁ ଭଲ ଶିକ୍ଷାଦାନ ପାଇକରି ଆଗକୁ ଯିବେ ସେମାନେ ଦେଶ ରାଜ୍ୟ ସେବାରେ ନିଜକୁ ନିୟୋଜିତ କରିବେ। ମୁଁ ଏତିକି କାମନା କରୁଛି ଆଜି ଶୁଭ ଅବସରରେ। ଆଜି ବାଗଦେବୀ ଶିଶୁ ମନ୍ଦିର ଜଗନ୍ନାଥପୁରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଥିଲା। ଏହି ଉତ୍ସବରେ ମୁଖ୍ୟ ହେଲା ଯେ ପିଲାମାନଙ୍କର ଯେଉଁ ଅନ୍ତର୍ନିହିତ ଗୁଣାବଳୀ ଅଛି ତାକୁ ବିକଶିତ କରିବା ପାଇଁ ସମସ୍ତ ଭୂମିକା ଅଛି। ମୁଖ୍ୟ ଭୂମିକା ହେଲା ମାଆମାନଙ୍କର ପ୍ରଥମ ଗୁରୁ ଯେହେତୁ ପିଲାମାନଙ୍କର, ତାପରେ ବିଦ୍ୟାଳୟ ଏମିତି ଗୋଟେ ପ୍ଲାଟଫର୍ମ ଯେଉଁଠି ଅନେକ ଗୁରୁଜୀ ଗୁରୁମା ବିଭିନ୍ନ ସ୍ତରର ସାଇନ୍ସ ଆର୍ଟ୍ସ ବିଭିନ୍ନ ସ୍ତରରୁ ଆସିଥାନ୍ତି, ସେମାନେ ପିଲାଙ୍କୁ କେମିତି ଆଗକୁ ବଢ଼େଇବେ। ତେଣୁ ଆଜିର ଏହି କାର୍ଯ୍ୟକ୍ରମଟି ବର୍ଷକ ଯାକ ପିଲା ଖେଳ, ନାଚ, ବଣଭୋଜି, ବିଭିନ୍ନ ପ୍ରକାର ପ୍ରତିଯୋଗିତା, ବକ୍ତୃତା, ଚିତ୍ରାଙ୍କନ ଅନେକତରେ ଭାଗ ନେଇଥାନ୍ତି। କିନ୍ତୁ ସେଇ ଜିନିଷଟା ଆଜି ପ୍ରତିଭାଟା ଆଜି ମଞ୍ଚ ଉପରେ ସମସ୍ତେ ଜାଣିବେ, ଗୋଟେ ଅଞ୍ଚଳ ଜାଣିବ, ସମସ୍ତ ଅଭିଭାବକ ଜାଣିବେ ଯେ ଅମକ ପିଲା ଏଇ କ୍ଷେତ୍ରରେ ଆଗେଇଛି, ଏଇ ପିଲାଟି ପାଠରେ ଭଲ କରୁଛି, ଏଇ ପିଲାଟି ବୃତ୍ତିରେ ଭଲ କରୁଛି। ତେଣୁ ଇଏ ହେଉଛି ଏମିତି ଗୋଟେ ବର୍ଷକର ଗୋଟେ ଦିନ, ପବିତ୍ର ଦିବସ। ଆଜିର ଦିବସ ଗୋଟେ ସ୍ମରଣୀୟ ଦିବସ ପିଲାମାନଙ୍କ ପାଇଁ, ପିତାମାତାଙ୍କ ପାଇଁ, ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ପାଇଁ। ତେଣୁ ସେଥିପାଇଁ ଏ ଯେଉଁ ବଡ଼ କାର୍ଯ୍ୟକ୍ରମଟି ଆୟୋଜନ କରାଯାଇଛି, ଏ କମିଟି ତରଫରୁ, ଏ ପ୍ରଧାନ ଶିକ୍ଷକ ତରଫରୁ, ଏ ସମ୍ପାଦକ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଏଇଟା ପ୍ରତିବର୍ଷ ଚାଲୁ ରହୁ, ସ୍କୁଲ ଆଗକୁ ବଢ଼ୁ। ତେଣୁ ଆମେ ଏଠି ଅତିଥି ଭାବରେ ଯୋଗ ଦେଇଥିଲୁ ଏବଂ ଅଭିଭାବକ ଯେହେତୁ ପ୍ରଥମ କାର୍ଯ୍ୟକ୍ରମ ସମସ୍ତ ଆଗ୍ରହ ଜୋରରେ ଅଛି, ପ୍ରଥମ ସେମାନେ ବହୁତ ଉତ୍ସାହିତ ଅଛନ୍ତି ପିଲାମାନଙ୍କର ନାଚ ଗୀତ ଦେଖିବେ, ଅଭିନୟ ଦେଖିବେ। ତେଣୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ତେଣୁ ଏହି ବିଦ୍ୟାଳୟ ଆଗକୁ ବଢ଼ୁ, ଏତିକି ମୁଁ କହୁଛି। हॉलमार्क ऑर्नामेंट्स स्वप्नरू सत जाए।